नाथ मद्गुरु श्री जगतगुरु मदात्मा सर्वभूतात्मा तस्मै श्री गुरवे नमः। आमर इष्टदेव प्रभु शिशु अनंत पदाब्जरे इष्टदेवी माँ ज्योतिर्प्रभा रामचंद्री पदाब्जरे एवं आश्रम स्थित जो जो स्थान जो जो मूर्ति माने पूजा पाउचंती बा तांको आमे पूजा करूचु समस्तंक पाद तले प्रणाम जणई समस्तंकर मंगल कामना करूची। आमर प्रत्येक दिन संध्यारे अल्प हो बहुत हो अधे अधे कथा सत्संग माध्यम कहुए एवं ताकू जी जो भली भाव भावे से ताकू से भली भाव ग्रहण करे। जार जेमंत भाव देखी नाव मु दियई सड़की जार भावटा जेमिति ता जीवन डंगा जीवन गोटे डंगा कातुआ होउचंदी डंगा को जो माने कात मारी नौचंदी से होउचंदी नाविक बा चालक। तेणु जार जेमंत भाव देखी नाव मु दियई सड़की ये जो वास्तव कथा से कहले प्रकृत रे आमे बुझिले ही ठीक भाव बुझिले ही आमे ताकू बुझी पारिबा। धरंतु राजा दशरथ राम लक्ष्मण को माने दशरथ ठारू मागुणी कले किए मागुणी कले विश्वामित्र। विश्वामित्र हठात राजा दशरथ पाखे पहुँचले एवं राजा दशरथ को कहले जे मु आसीची तमर दुईटी पुओ को मु नेइकिरी जीवी मोर जो यज्ञशाला मु जो यज्ञ करूची से यज्ञशाला को बा यज्ञ कुंड को ताड़की नामक जड़े राक्षसी से आसिक बारंबार भांगुची ताकू नष्ट करुची। तेणु यज्ञर पूर्णाहुति हो पारुनी। तेणु मु सेई ताड़कीर उद्धार पाई बा ताड़कीर विनाश पाई विनाश शब्दर अर्थ उद्धार विशेष न्यास विनाश। तेणु मु सेई ताड़कींकर मृत्यु बा मुक्ति मु यही कथा पाई मु आसीची राम और लक्ष्मण को सांगरे नहीं कर देवी। राजा दशरथ जदिओ माँ नुहे से बापा
ଯେ ଆମେ ସବୁବେଳେ ଗୋଟେ ଭାବୁ ବିଶେଷ ଭାବରେ ଆମ ଭାରତବର୍ଷର ଧର୍ମଧାରାକୁ ଆମେ ଯଦି ଦେଖିବୁ ସବୁବେଳେ ମାଆକୁ ଅଗ୍ରଗଣ୍ୟ ଦିଆଯାଇଛି। ମା ହେଉଛି ସବୁଠାରୁ ଶ୍ରେଷ୍ଠ। ଏ କଥାକୁ ଲୋକ ସମସ୍ତେ କହିବେ। ଆମ ଦେଶର ନାଁ ଭାରତ, ଭାରତ ମାତା, ଉତ୍କଳର ନାଁ ଉତ୍କଳ ଜନନୀ। ତେଣୁ ଏଇଭଳି ଭାବରେ ଆମେ ମାଆର ପୂଜା ବା ମାଆର ଗୁରୁତ୍ୱଟା ଆମ ପାଖରେ ବହୁତ ଅଧିକ। କିନ୍ତୁ ପ୍ରକୃତରେ ଯଦି ଆମେ ସମୀକ୍ଷା କରିବା, ମା ଯିଏ ବଡ଼ ବାପା ଯିଏ ଛୋଟ, ଇଏ କଥାଟା ଆମେ ଭାବୁଛୁ କିନ୍ତୁ ପ୍ରକୃତରେ ସେଇଆ ନୁହେଁ। ଭଗବାନ ପରଶୁରାମ ତାଙ୍କ ବାପା ଯମଦଗ୍ନିଙ୍କର ଆଦେଶରେ ସେ ମାତୃହତ୍ୟା କରିଥିଲେ, ମାଆଙ୍କୁ ମାରିଥିଲେ। ଯେତେବେଳେ ତାଙ୍କ ମା ମରିଗଲେ ସେତେବେଳେ ପୁଣି ତାଙ୍କର ହେତୁ ଉଦୟ ଏମିତି ହେଲା ଯେ ରାଜା ଯମଦଗ୍ନିଙ୍କୁ ଆଗରେ ପୁଣି ତାଙ୍କ ମାଆଙ୍କ ମୁଣ୍ଡ ଗଣ୍ଡି ଯେଉଁ ଅଲଗା ହେଇଯାଇଥିଲା ସିଏ ପୁଣି ଲାଗିଗଲା। ତେଣୁ ଆମେ କହୁଛୁ ମା ବଡ଼, ବାପାଙ୍କୁ ଛାଡ଼ିକିରି କେମିତି ମା ବଡ଼ ହେଲା? ଯେଉଁଠି ବାପା ନାହିଁ ସେଠି ମା ମାନେ ଏକୁଟିଆ ତାର ଜଞ୍ଜାଳ ସମ୍ଭାଳୁଛି। ଆମେ କହିପାରୁ ହଁ ମା ତାର, ଯେମିତି କୁହାଯାଏ ମା ଧାନ କୁଟି ପୁଅ ନାଗର। କିନ୍ତୁ ପ୍ରକୃତରେ ଇଏ ଜଗତ ଯେତେବେଳେ ସୃଷ୍ଟି ହେଲା ପ୍ରଥମେ କିଏ ଥିଲେ? ଏ ତ ବିଭିନ୍ନ ମତାବଲମ୍ବୀମାନଙ୍କର ବିଭିନ୍ନ ମତ। ତେବେ ଏଇ ଜଗତ ଯେତେବେଳେ ସୃଷ୍ଟି ହେଲା, ଆମର ବିଶେଷଜ୍ଞମାନେ ବା ଆମର ଯେଉଁମାନେ ରିସର୍ଚ୍ଚ ପର୍ସନ୍, ଏମାନେ କ'ଣ ତାଙ୍କର ଗୋଟେ ହିସାବ କରି ସେ ଆମକୁ ଜଣେଇଲେ ଯେ ମା ହେଉଛି ବଡ଼। କିନ୍ତୁ ପ୍ରକୃତରେ ମହାମାୟା ହେଉଛନ୍ତି ଆମର ମା। ଯେମିତି ଆମର ଜ୍ୟୋତିର୍ପ୍ରଭା ହେଉଛନ୍ତି କ୍ଷେତ୍ରେଶ୍ୱରୀ, ପୁରୀ ଶ୍ରୀକ୍ଷେତ୍ରରେ ବିମଳା ହେଉଛନ୍ତି କ୍ଷେତ୍ରେଶ୍ୱରୀ, ସେମିତି ମା ମଧ୍ୟ ସେଇଆ। କିନ୍ତୁ ଜଗନ୍ନାଥଙ୍କୁ ଛାଡ଼ିକିରି ମା ବିମଳାଙ୍କର ପୂଜା ଅଛି କି? ଏଠି ଜ୍ୟୋତିର୍ପ୍ରଭାଙ୍କର ପୂଜାକୁ ଆମେ ବ୍ୟତିକ୍ରମ କରି ଆମେ ଶିଶୁ ଅନନ୍ତଙ୍କର କୃପା କ'ଣ ପାଇପାରିବା? ତେଣୁ ଆମର ସେଥିପାଇଁ ଲେଖାଯାଇଛି ମାତୃକୃପା ହେଲେ ପିତାଙ୍କୁ ପାଇବ, ପିତା କୃପା ହେଲେ ନିର୍ବାଣ ଲଭିବ। ଲିଭିଯିବ ଏହି ଜୀବନ ଦୀପାଳି, ମା ପଦେ ସଦା କର ତୁରଇ। ତେଣୁ ମା ବଡ଼ କି ବାପା ବଡ଼, ଇଏ କଥାରେ ଗୋଟେ ଯୁକ୍ତିତର୍କ ବି ବେଳେବେଳେ ସବୁ ମାନେ ଏମିତି ବେଳେବେଳେ ଆମ ପିଲାଦିନେ ସବୁ ହେଉଥିଲା। ତେବେ ବର୍ତ୍ତମାନ ଯଦି ଆମକୁ କିଏ ପଚାରେ ବା ବଳିଆକୁ କିଏ ପଚାରିବ ମା ବଡ଼ ନା ବାପା ବଡ଼,
ବଳିଆ ପରିଷ୍କାର ଭାବରେ କହିବ ବାପା ହେଉଛନ୍ତି ବଡ଼, ବାପାଙ୍କ ପରେ ହେଉଛନ୍ତି ମା। ତେବେ ଦୁଇ ଜଣଙ୍କୁ ଯଦି ସମାନ ଅଧିକାର ଦିଆଯିବ ତାହେଲେ ଆହୁରି ଭଲ। ଯେଉଁ ପୁଅ ବା ଝିଅ ବାପ ମାଙ୍କୁ ସର୍ବାଧିକ ଗୁରୁତ୍ୱ ଦିଏ ସେ ପ୍ରକୃତ ପୁଅ। ଆଉ ଯେଉଁ ଆମର ବର୍ତ୍ତମାନ ସମାଜରେ ଯେମିତି ଚାଲିଛି ବାପା ମାଙ୍କୁ ଅଲଗା କରିଦେବା, ଆମେ ଅଲଗା ରହିବା, ଏଇଗୁଡ଼ାକ ପାଖଣ୍ଡି କାମ, ଏଗୁଡ଼ା କାମ ନୁହଁ। ଆପଣ ଦେଖନ୍ତୁ, ଏ ଜଗତ ଥିଲା ନିରାକାର। ଭାଗବତରେ ବି କହୁଛନ୍ତି ପ୍ରଥମେ ଏକ ବ୍ରହ୍ମ ଥିଲା, ତାପରେ କହିଲେ ଦ୍ୱିତୀୟ ପ୍ରକୃତି ହୋଇଲା। ତାହେଲେ ଆଗ କିଏ? ପ୍ରଥମେ ଏକ ବ୍ରହ୍ମ ଥିଲା, ତାମାନେ ବାପା ଥିଲେ। ଦ୍ୱିତୀୟ ପ୍ରକୃତି ହୋଇଲା, ପ୍ରକୃତି ହେଉଛି ମା। ତେଣୁ ବଡ଼ ପ୍ରକୃତ ବା ମୂଳ ଲୋକଟି କିଏ? ସିଏ ହେଉଛନ୍ତି ନିରାକାର ପରମାତ୍ମା। ସେ କେଉଁ ରୂପରେ ଥିଲେ, କେଉଁ ରୂପରେ ଆମକୁ ଦେଖାଦେଲେ? ନିରାକାର ପରମାତ୍ମା ସେ ଗୋଟେ ଛୋଟ ହେଇକି ଥାଆନ୍ତୁ, ବଡ଼ ହେଇଯାଉ, ସେ ସେମିତି ଥିଲେ। ତାପରେ ଯେତେବେଳେ ସେ ଇଚ୍ଛା କଲେ ଏ ସଂସାର ଗୋଟେ ସୁନ୍ଦର ସଂସାର ଆମେ ଗଢ଼ିବୁ, ଏମିତି ଏକ ସଂସାର ଗଢ଼ିବା ଯେଉଁ ସଂସାରଟି ମାନେ ଯିଏ ଚାହିଁବ ସେ ସଂସାରରେ ସେ ମଜିକିରି ରହିବ, ଯିଏ ନ ଚାହିଁବ ସେ ସଂସାରକୁ ଛାଡ଼ିକିରି ପଳେଇବ। ଏଇ ଲୀଳା ଖେଳା ଆଜି ପର୍ଯ୍ୟନ୍ତ ଚାଲିଛି। କିନ୍ତୁ ଆପଣମାନେ ନିଜେ ଲକ୍ଷ୍ୟ କରନ୍ତୁ, ବାପା ହିଁ ପ୍ରକୃତରେ ସବୁଠାରୁ ବଡ଼। ବା କହିଲେ ନିଶ୍ୱାସ। ମା କୋଳରେ ଶିଶୁଟି ବଇଛି, ଶିଶୁଟିର ନିଶ୍ୱାସ ବନ୍ଦ ହୋଇଗଲା। ଆଚ୍ଛା, କ'ଣ ମା କ'ଣ ନିଶ୍ୱାସ, ତା ନିଶ୍ୱାସକୁ ନେଇ ପୁଅ ଝିଅଙ୍କ ନାକରେ ସେ ନିଶ୍ୱାସକୁ ନେଇକି ରଖିଲା? ମା କୋଳରେ ସନ୍ତାନ ଚାଲିଗଲା। ମା ଗୋଟେ ସନ୍ତାନର ସବୁ ଦାୟିତ୍ୱ ଉପରେ ସେ ଯେହେତୁ ଲକ୍ଷ୍ୟ ରଖେ, ପୁଅ କେଉଁଠି ଖାଇଲା, ପୁଅ କେଉଁଠି ଖେଳିଲା, ପୁଅ କେଉଁଠି, ପୁଅ ହେଉ ଝିଅ ହେଉ ଯାହା ହେଉ, ସେଠି ମାର ଦାୟିତ୍ୱଟା ଅଧିକ ଥିବାରୁ ଆମେ ସବୁବେଳେ କହୁଛୁ ମା ହେଉଛି ଜଗତରେ ବଡ଼। ମାର ଯଦି କ୍ଷୀର ନହେଲା, ଗୋମାତାର କ୍ଷୀର ଖାଇଲୁ, ଗୋମାତାଙ୍କୁ ମଧ୍ୟ ଆମେ ମା ବୋଲି କହିଲୁ। ଆମେ ଯେଉଁ ପୃଥିବୀରେ ବଞ୍ଚିଛୁ, ପୃଥିବୀ ହେଉଛି ମା। ଯେଉଁ ପ୍ରକୃତିକୁ ନେଇ ଆମେ ବଞ୍ଚିଛୁ, ପ୍ରକୃତି ହେଉଛି ମା। ଏଇଭଳି ଭାବରେ ମାଆକୁ ଗୁରୁତ୍ୱ ଦିଆଯାଇଛି। ତେବେ ଇଏ ସୃଷ୍ଟି ଯେତେବେଳେ ଉଦୟ ହେଲା, ଇଏ ଆନୁମାନିକ କଥା ନୁହେଁ, ଇଏ ଗୋଟେ ଶାସ୍ତ୍ରୀୟ କଥା। ପ୍ରଥମେ କିଏ ଜନ୍ମ ନେଲେ, ପ୍ରଥମେ କିଏ ଥିଲେ? ଯିଏ ଥିଲେ ତାଙ୍କ ନାଁ ଥିଲା ନିରାକାର। ସେଇ ନିରାକାରଙ୍କୁ କିଏ କହୁଥିଲା ପରମାତ୍ମା, କିଏ ଏମିତି ସବୁ ନାଁ ଧରିକି ଡାକୁଥିଲେ। କିନ୍ତୁ ଆମେ ମୋଟାମୋଟି ବୁଝିବା ଯେ ପ୍ରଥମେ କିଏ ଥିଲେ? ନିରାକାର। କାହିଁକି ତାଙ୍କୁ ନିରାକାର କୁହାଗଲା? ତାଙ୍କର ଆକାର କିଛି ନାହିଁ, ଆଉ ସେ କେଉଁ ଜାଗା ବ୍ୟାପିଛନ୍ତି ତାକୁ କେହି କହିପାରୁନାହାନ୍ତି। ଆଉ ହିମାଳୟ କନ୍ଦରରେ
ହିମାଳୟ ଗୁମ୍ଫାରେ ଜଣେ ବାବାଜୀ ବସିଛନ୍ତି, ଆଉ ଜଣେ ଧରନ୍ତୁ ଆମ ଓଡ଼ିଶା ଜଗନ୍ନାଥଙ୍କ ମନ୍ଦିର ପାଖରେ ବସିଛନ୍ତି। ଦୁଇ ଜଣଙ୍କୁ ପଚରାଯିବ ତୁମେ କ'ଣ ଭଗବାନଙ୍କୁ ଦେଖିଛ? ଦୁଇ ଜଣ ଯାକ ହଁ କହିବେ, କିନ୍ତୁ କେଉଁ ରୂପରେ ଦେଖିଛ? ସିଏ କହିବେ ନିରାକାର ରୂପରେ ଦେଖିଛୁ, ଇଏ ବି କହିବେ ସେଇ ନିରାକାର ରୂପରେ ଦେଖିଛୁ। ତେଣୁ ସବୁ କଥାଟା ଏଇଭଳି ଭାବରେ ବିଚାର କଲେ ବାପା ହେଉଛନ୍ତି ବାପ ମା, ଇଏ ଦୁଇ ଜଣ ହେଉଛନ୍ତି ଜୀବନର ମାଲିକ। କହିଲେ ଏ ଦୁଇ ଜଣ, ମୋର 25 ଏକର ସମ୍ପତ୍ତି ଅଛି, ସେ ସମ୍ପତ୍ତି ମୋତେ, ସିଏ ମୋର ମାଲିକ ନୁହଁ। ମୋ ଖାଇବା ପିଇବା ରହିବା ପାଇଁ ମୋ 25 ଏକର ଜମି ମୋ ବାପା ମୋ ନାଁରେ କରିଦେଇଛନ୍ତି। ଆପଣ ବୁଝନ୍ତୁ, କିଏ ଆମର ରକ୍ଷକ, କିଏ ଆମକୁ ରକ୍ଷା କରୁଛି? ତେଣୁ ଆମେ ଯାହାଙ୍କୁ ଉପେକ୍ଷା କରୁଛୁ, କିଛି ନୁହେଁ ଭାବୁଛୁ, ସେଇ ଆମକୁ ରକ୍ଷା କରୁଛୁ। ଆଚ୍ଛା, ଆପଣମାନେ ଟିକେ ଭାବନ୍ତୁ, ସୂର୍ଯ୍ୟ ଯଦି ଉଦୟ ହେଇନଥାନ୍ତେ ପୃଥିବୀ ସୃଷ୍ଟି ହେଇଥାନ୍ତା କି? ପୃଥିବୀରେ ଯେଉଁ ଜଳ ବହୁଛି, ପବନ ବହୁଛି, ମାଟିରୁ ଚାଷ ହେଉଛି, ଯଦି ସୂର୍ଯ୍ୟ ରହିବେନି, ଇଏ ପାଣି, ମାଟି, ଶସ୍ୟ ଏସବୁ ସୃଷ୍ଟି ହେବ। ତେଣୁ ସୂର୍ଯ୍ୟଙ୍କୁ କୁହାଯାଇଛି ସକଳ ଶକ୍ତିର ଆଧାର। ସୂର୍ଯ୍ୟ ହେଉଛନ୍ତି, ଆମେ କହୁଛୁ ତୁମେବ ମାତାଶ୍ଚ ପିତା ତୁମେବ, ଆମେ ଏମିତି କହୁଛୁ, ଆମ ଶାସ୍ତ୍ରଜ୍ଞମାନେ ଏମିତି ସବୁ ଲେଖିଛନ୍ତି। ଲେଖିଥିବାରୁ ଆମେ ସେଇ କଥାଟାକୁ କହୁଛୁ, କିନ୍ତୁ କହିଲେ କ'ଣ ହେବ, ଆମର ମନରେ ଟିକେ କିନ୍ତୁ ରହିଯାଉଛି। ଆଉ ତୁମେବ ମାତାଶ୍ଚ ପିତା ତୁମେବ, ଆମେ ଯଦି କହିବୁ ନାହିଁ ତୁମେବ ପିତାଶ୍ଚ ମାତା ତୁମେବ, ଭୁଲଟା କ'ଣ ହେବ? ପିତା ମାତାଙ୍କର ମାଧ୍ୟମରେ, ପିତାମାତାଙ୍କୁ ମାଧ୍ୟମ କରି ये जगत को भगवान आमको छोटा हो, कुजा हो, केंपा हो, खना हो, दर हो, पाठुआ हो, मूर्ख हो, पंट हो, आमके संसार को पठेइछन्ति। किंतु जदि माँ नहीं आम कौन जन्म हो पारिबा? बिना मातृत्व संतानर सृष्टि अच्छी। आज पृथ्वी जो कोटि कोटि लोक को आपण मान देखुंट से केमिटी कौ बाटे आइले। आज ये गला माँ कथा सेमती जदि पिता नहांती माँ कौन संतान सृष्टि करि परिबो? तेणु पिता माता ये जो दुईटी शब्द यही होचंदी प्रकृतरे भगवान बोली भाया जहाँ को आम कहूँ से कौटी अच्छा कि ना मु भी एपर्यंत कहीं देखिपारूनी, समस्त कहते जो मु भी कहूँ कि असुविधा नहीं, किंतु भगवान से अच्छा नहांती से कथा सी प्रश्नर उत्तर आम दबा नहीं, आम जहाँ अनुभव करवा सेटा को कहवा। किंतु एतिकी बुझा पड़ो जे जोठी माता नहीं कि पिता नहीं सेठी संतान कौटी अच्छी आ संसार कौटी अच्छी? संसार भी सेठी रहिबो नाही। तेणु प्रकृति रूपिणी माँ जदि न रहिबो संतान बंचिबो केमिति? मन करा बहुत गरम हम
ଆମେ ମରିବୁ। ବହୁତ ବନ୍ୟା ହେବ, ପାଣି ମାଡ଼ି ଆସିବ, ଆମ ଘର ଦ୍ୱାର ଭାଙ୍ଗିବ, ଆମକୁ ଭଜେଇ ଦେବ। ଯଦି ତୋଫାନ ଗୋଟେ ଆସିଲା, ହଜାର ହଜାର ଲୋକ 10-15 ମିନିଟ୍ ଭିତରେ ମଲେ। ତେଣୁ ପ୍ରକୃତି ରୂପିଣୀ ମା ସୂର୍ଯ୍ୟଙ୍କ ରୂପରେ ପିତୃ ଆସନରେ ବସି, ସୂର୍ଯ୍ୟ ହିଁ ପ୍ରକୃତରେ ବ୍ରହ୍ମା, ସିଏ ପ୍ରକୃତରେ ବ୍ରହ୍ମା। ଆମେ ବ୍ରହ୍ମାଙ୍କୁ ଖୋଜୁଛୁ ରାଜସ୍ଥାନରେ, ବ୍ରହ୍ମା କ'ଣ ସେଠି ଅଛନ୍ତି? ଆମେ ଯାଇଥିଲୁ, ମୁଁ ପ୍ରାୟ 3-4 ଥର ଖଣ୍ଡେ ବ୍ରହ୍ମାଙ୍କୁ ଦେଖିଛି। ଦେଖିଲେ କ'ଣ ହେବ? ଏ ବର୍ଷ ଯାଇଥିଲି, ଯେମିତି ବ୍ରହ୍ମା ବହିଥିଲେ, ତାପରେ ଗଲି ସେ ସେମିତି ବହିଛନ୍ତି। ହଲଚଲ ନାହିଁ କି କିଛି ନାହିଁ। ତେଣୁ ବ୍ରହ୍ମା ହେଉଛନ୍ତି ସୂର୍ଯ୍ୟ, ବ୍ରହ୍ମା ହେଉଛନ୍ତି ମା। ଆଧ୍ୟାତ୍ମିକବାଦୀ ମାନେ ଏସବୁ କଥାରେ ଗୁରୁତ୍ୱ ଦିଅନ୍ତିନି। ସେ ନ ଦିଅନ୍ତୁ, ଯାହା ସତ୍ୟ ସେ ସତ୍ୟ। ମା ଗର୍ଭରୁ ଯେତେବେଳେ ଆମେ ଆଇଲୁ, ସେତେବେଳେ ବାପା ହିଁ ଜାଣିଲେ ମୋର ଗୋଟିଏ ପୁଅ ହେଇଛି କି ମୋର ଗୋଟିଏ ଝିଅ ହେଇଛି। ତା ପୂର୍ବରୁ କ'ଣ ବାପା କହୁଥିଲେ? ତେଣୁ ଏଇ ପ୍ରକୃତି ପୁରୁଷ, ଯାହାକୁ ଆମ ମହାପୁରୁଷମାନେ କହିଲେ ଜୀବ ପରମ, ସେଇଆକୁ ଆଉ କିଏ କହିଲେ ଆତ୍ମା ପରମାତ୍ମା। ଏଇ ଦୁଇଟି ଶବ୍ଦ ଭିତରୁ ସବୁ ଆଇଲା। କେତେକ କହନ୍ତି ପ୍ରଥମେ ଏକ ବ୍ରହ୍ମ ଥିଲା, ଦ୍ୱିତୀୟ ପ୍ରକୃତି ହୋଇଲା। ପ୍ରଥମେ ତ ଏକ ବ୍ରହ୍ମ ଥିଲା, ଦ୍ୱିତୀୟ କାହିଁ ପ୍ରକୃତି ହେଲା? ଯଦି ତାଙ୍କୁ ପଚରାଯିବ, ବାବୁ ତୁମେ ତ ଜ୍ଞାନୀ ଲୋକ, ଆମେ ମୂର୍ଖ। ପ୍ରଥମେ ତ ଏକ ବ୍ରହ୍ମ ଥିଲା, ସେଇଥିରେ କ'ଣ କାମ ଚଳିଲାନି ନା କ'ଣ? ପୁଣି ଦ୍ୱିତୀୟରେ ପ୍ରକୃତି କାହିଁ ସୃଷ୍ଟି କଲେ? ତେଣୁ ପ୍ରକୃତି ଆଉ ପୁରୁଷର ମିଳନରେ, ପତି ପତ୍ନୀର ମିଳନରେ, ସୂର୍ଯ୍ୟ ପୃଥିବୀର ମିଳନରେ ଏ ସଂସାର ଆଜି ସୁନ୍ଦର ହେଇଛି। ଦୁବ ଗଛଟିଏ ମଧ୍ୟ ସେଇଠୁ ଆଇଛି, ବରକୋଳି ପତ୍ର ସେଇଠୁ ଆଇଛି, ସବୁ ସେଇଠୁ ଆଇଛି। ଏଇଠି ଆମେ ଏ ଘରେ ବହିଛୁ, ଏଇ ପକ୍କା ହେଇଛି, ଆମେ କହୁଛୁ ପକ୍କା ଘର। ସେ ପକ୍କାଟା ବି କେଉଁଠୁ ଆଇଲା? ସେ ପକ୍କାଟାକୁ କ'ଣ ଶିଶୁ ଅନନ୍ତ ଉପରୁ ତାକୁ ତିଆରି କରିକି ଛାଡ଼ିଲେ? ସବୁ ଏଇ ପ୍ରକୃତି ରୂପିଣୀ ମା ବସୁଧାଙ୍କ କୋଳରୁ ସବୁ କଥା ଏଇଠି ପ୍ରକୃତି ମାର ରୂପ ନେଇ ସେ ଆମକୁ ସବୁ ଜନ୍ମ ଦେଇଛି। ଆଉ ଗୋଟେ ମାର, ତୁମ ପୁଅ ଝିଅ କେତେ? ଗୋଟେ ମା କହୁଛନ୍ତି ଆମର 6 ପୁଅ। ମୁଁ ଜିଭ କାମୁଡ଼ି ପକାଇ 6 ପୁଅ ମୁଁ କେମିତି କ'ଣ ଚଳଉଛି? ଚଳୁଛନ୍ତି, କାମ ଚଳା କଥା ଆଉ କ'ଣ। କିନ୍ତୁ ଯେଉଁଠି ଗୋଟିଏ ପୁଅ କି ଝିଅଟି ପୁଅ କି ଗୋଟିଏ ଝିଅ କି ଝିଅଟି ଝିଅ ଥିବେ, ସେଠି ଯେମିତି ଗୋଟେ ମନ ଫୁଲି ପିଲାଙ୍କୁ ଚଳେଇ ହେବ। 6ଟି 5ଟି ଏମିତି 8ଟି ହେଲେ କ'ଣ ହେବ? ଗୋଟେ ମାରୁଆଳି ବାବୁଙ୍କର ମୁଁ ଦେଖିଛି 12ଟି ସନ୍ତାନ। ସିଏ ବେଳେବେଳେ ନାଁ ଭୁଲି ଯାଆନ୍ତି, ସବୁ ନମ୍ବର କରିକି ଡାକନ୍ତି। ସେ 5 ନମ୍ବରଟା କୁଆଡ଼େ ଗଲା, 3 ନମ୍ବରଟା କୁଆଡ଼େ ଗଲା, ଏଇ ହେଉଛି କଥା। ତେଣୁ ପ୍ରକୃତରେ ସ୍ୱର୍ଗ ଜମା କେଉଁଠି ନାହିଁ।
ସ୍ୱର୍ଗ ଶବ୍ଦର ଅର୍ଥ ହେଉଛି ଆନନ୍ଦ। ଏଇ ମର୍ତ୍ତ୍ୟରେ ହିଁ ଯେଉଁ ଆନନ୍ଦ ଟିକକ ରହିଛି ସେଇ ହେଉଛି ଆମ ପାଇଁ ସ୍ୱର୍ଗ। ଆମେ ସ୍ୱର୍ଗରେ ଅଛୁ କି ନର୍କରେ ଅଛୁ ଆମେ ନିଜେ କହିପାରିବା। ଜ୍ୟୋତିଷକୁ ଦେଖିବା ଦରକାର ନାହିଁ, ବଳିଆକୁ ପଚାରିବା ଦରକାର ନାହିଁ। ଆପଣ ନିଜେ ନିଜକୁ ପଚାରନ୍ତୁ ସ୍ୱର୍ଗଟା କେଉଁଠି, ନର୍କଟା କେଉଁଠି। ଏଇଠି ସ୍ୱର୍ଗ, ଏଇଠି ନର୍କ। ମୁଁ ଯଦି ରାତି ପାଇଲେ ଦୁଃଖରେ ଅଛି, ଚିନ୍ତାରେ ଅଛି, ଦୁଶ୍ଚିନ୍ତାରେ ଅଛି, ଶତ୍ରୁ ଭୟ ଅଛି, ନିନ୍ଦା ଅଛି, ତାହେଲେ ମୁଁ ସ୍ୱର୍ଗରେ କେମିତି ରହିବି? ତେଣୁ ମୁଁ ଆଉ ମୋ ପରିବାର ଏ ସବୁଯାକ ନର୍କରେ ଅଛନ୍ତି। ତାର ନିରାକରଣ କରିବ କିଏ? ତାର ନିରାକରଣ ଯିଏ କରିବ ସେ ହେଉଛନ୍ତି ଆମର ଗୁରୁ। ଗୁରୁଙ୍କ ବ୍ୟତୀତ କେହି ଆରେ ବାବୁ ଆମେ ରୋଗ ହେଲା, ଆମର ଏଠି ଯିଏ ଅଛନ୍ତି ଚିକିତ୍ସା ବିଭାଗରେ ଶିବଶ୍ଚ, ଆମେ ଯାଇ ତାଙ୍କ ପାଖରେ ପହଞ୍ଚିଲୁ, ସିଏ ତାଙ୍କର ଔଷଧ ଦେଲେ। ସିଏ ଔଷଧ ଦେଇସାରିବା ପରେ ଯଦି ଭଲ ହେଇଗଲା ତ ଗଲା, ଭଲ ହେଇଗଲା। ଯଦି ଟିକେ ଅଡ଼ୁଆ ମଡ଼ୁଆ ହେଲା ଆଉ ଜଣେ ଡକ୍ଟରଙ୍କ ପାଖକୁ ଗଲୁ। ତେଣୁ ଇଏ ପ୍ରକୃତରେ ଏଇଆ ହିଁ ଚାଲିଛି। ତମେ କହୁଛ ଏଇଟା, ସେ କହୁଛ ସେଇଟା, ସେ କହୁଛ ସେଇଟା, ମୋତେ କାହିଁ କିଛି ଦେଖାଯାଉନି। ମୋତେ କେବଳ ଦେଖାଯାଉଛି ସଂସାରେ କ୍ରୀଡ଼ା ଇଚ୍ଛା କରି ଭାବେ ଈଶ୍ୱର ରୂପ ଧରି। ଏତେ କଥା, କେତେ କଥା, ସେ କଥା କହିବ କିଏ? ତାକୁ କିଏ ସାରିବ? ତେଣୁ ବାପା କହିଲେ ଆମରି ପବନ ନିଶ୍ୱାସ, ପା କହିଲେ ଆମରି ରକ୍ତ ଝାଳ ଲୁହ ପାଣି, ଏ ହେଉଛନ୍ତି ପା। ଏ ହେଇଗଲେ ବାପା। ଯାହାର ଯେଉଁ ଲୋକଟିର ରକ୍ତ ନାହିଁ ସେ ବଞ୍ଚିବ? ଯାହାର ବ୍ଲଡ଼ ପ୍ରେସର ସବୁବେଳେ ହାଇ ରହିବ ସେ ବଞ୍ଚିବ? ବଞ୍ଚିବ, ଅଳ୍ପ ଦିନ ବଞ୍ଚିବ। ତେଣୁ ଏଇ ବାପା ଶବ୍ଦ ଭିତରେ ଯାହା ଅଛି, ମା ଶବ୍ଦ ଭିତରେ ଗୋଟିଏ କଥା ଅଛି, ମାଟି। ସେ ଯେଉଁ ମାଟି ମା, ସିଏ ଆମକୁ କ'ଣ ଦେଉନି କି? ସେ ଏମିତି ଆମକୁ ଦେଉଛି, ଆମେ ଆଉ କୁଆଡ଼େ ଧାର ମାଗିବାକୁ ଯାଉନୁ। ଆମର ଯେଉଁ ଧାର ଉଧାର ସବୁ ଚାଲିଛି ଆମରି ଭିତରେ ଚାଲିଛି। ଭାରତର କ'ଣ ଦରକାର ପଡ଼ିଲା ସେ ଆମେରିକାକୁ କହିଲା, ଆମେରିକାର କ'ଣ ଦରକାର ହେଲା ରଷିଆକୁ କହିଲେ, ତାଙ୍କୁ ଆମରି ଭିତରେ ଦବା ସବୁ ଚାଲିଛି। ଏଇଥିପାଇଁ କୁହାଯାଉଛି ଅୟୋବେତି ନିଜ ପରମ ଗଣନାଂ ରଘୁଚେତ ସାମ ଉଦାର ସହିତ ନାନ୍ତୁ ବସୁଦେବ କୁଟୁମ୍ବକ। ତେଣୁ ଏଇ ପୃଥିବୀ ମାର କୋଳରେ ଆମେ ସମସ୍ତେ ଜନ୍ମ ହେଇଛୁ, ସମସ୍ତେ ଏଇଠି କାନ୍ଦିଛୁ, ଏଇଠି ଗୋଡ଼ ହାତ ହଲେଇକିରି ଆମେ ପେଟେଇଛୁ, ଆଣ୍ଠେଇଛୁ, ଠୁକୁ ଠୁକୁ ହେଇ ଚାଲିଛୁ। ପୁଣି ଯୁବକ ପଣିଆ ଦେଖେଇକିରି କାହାକୁ ଆନନ୍ଦ ଦେଇଛୁ ତ କାହାକୁ ମର୍ଡ଼ର କରିଛୁ। ସବୁ ଏଇଠି। ଏଇ ମର୍ତ୍ତ୍ୟକୁ ଯିଏ ପ୍ରକୃତରେ ଜାଣିନି, ଦେଶକୁ ଯିଏ ଜାଣିନି, ଖାଲି କ'ଣ ଦେଶଟାକୁ ନ ଜାଣେ, ଯଦି ନ ଜାଣିଲ ଖାଲି କ'ଣ ଭାରତ 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 କି ଭାରତ ଏମିତି କ'ଣ ମାଳା ଜପିଲେ ଭାରତ ମିଳିଯିବେ? ବହୁତ ମାଳା ତ ବର୍ତ୍ତମାନ ବହୁତ ବଢ଼ୁଛି।
ମାଳାର ମୂଲ୍ୟ ମଧ୍ୟ ବହୁତ ବଢ଼ିଗଲାଣି। କିନ୍ତୁ ହେଲେ କ'ଣ ହେବ, କି ମାଳା ଜପୁରେ ମନ, ମାଳା ଗଳେ ଠକ ଠକ। ଠକ ସେ ଅଟଇ ଗଲା ଠକି ଦେଇ, ଠକୁଅଛି ସାରା ଦୁନିଆ ଯାକ। ମାଳା ଯଦି ପଡ଼ିବ ଛିଡ଼ି, ବୃକ୍ଷ ମୂଳ ଯିବ ଉପୁଡ଼ି। ନାସିବ ସରବ ଭାଙ୍ଗିବ ଗରବ, ପଶ୍ଚାନ୍ତେ ହୋଇବୁ ତୁ ଦଗର। ତେଣୁ ଏଠି ବଡ଼ ଛୋଟ କାହାକୁ ନ ଭାବି, ଗଣେଶ ବଡ଼ କି କାର୍ତ୍ତିକ ବଡ଼, ଇଏ କଥାକୁ ଜମା ତର୍କ ଭିତରକୁ ଆଣନା। ବାପା ବଡ଼ କି ମା ବଡ଼, ଇଏ କଥା ତର୍କ ଭିତରକୁ ଆଣନା। ଯେଉଁ ବାପା ନିଜକୁ କହିବେ ମୁଁ ତୋର ବାପା, ଯଦି ମୁଁ ପଚାରିବି ତମ ବାପା କିଏ, ସବୁଠୁ ମୁଣ୍ଡ କୁଣ୍ଡେଇକିରି କହିବେ ମୋ ବାପା ନା ଅମକ, ତାଙ୍କ ବାପା ନା କ'ଣ? ଏ ଦୁନିଆଟା ତ ବାପା ବାପ ମାଆରୁ, ବାପ ମା ଏ ଦୁଇଟା ଶବ୍ଦରୁ ଏ ଦୁନିଆଟା ଜନ୍ମ ହେଲା। ଆଉ ଓଇଖିଣା କ'ଣ ଆମେ କହୁଛୁ, ଯେତେବେଳେ ତମେ ଅଜ୍ଞାତରେ ଥିଲ, କ'ଣ ବାହାଘର ପୂର୍ବରୁ କହୁଥିଲ ଆମର ପୁଅ ହେବ କି ଝିଅ ହେବ? ମା ପେଟରେ ଯେତେବେଳେ ଛୁଆଟିଏ ଥିଲା, ଯଦି କେଉଁ ବାପାକୁ ପଚାରୁଛ ତୋର କ'ଣ ପୁଅ ହେବ ନା ଝିଅ ହେବ, ମୁଁ କେମିତି କହିବି? ଏଟା ଅଲ୍ଟ୍ରାସାଉଣ୍ଡ କହିବ ନା ଆଉ। ଆଚ୍ଛା, ଜ୍ୟୋତିଷମାନଙ୍କୁ ପାଖକୁ ଗଲେ, ଯେଉଁମାନେ ଭଲ ଜ୍ୟୋତିଷ ସହିତ କହିବେ, ଆଉ ଗୋଟେ ଅଛନ୍ତି, ମୁଁ ନିଜେ ଜାଣି ଉପଭୋଗ କରିଛି। ହଁ, ଆରେ କହିବେ ବାପାକୁ କହିବେ ପୁଅ ହେବ, ମାଆକୁ କହିବେ ଝିଅ ହେବ। ଯୁଆଟ ଗୋଟାଏ ହେବ ଆଉ କ'ଣ, ବାପା ହେବ ନହେଲେ ପୁଅ ହେବ ନହେଲେ ଝିଅ ହେବ, ଆଉ କ'ଣ ଷଣ୍ଢ ହେବ ନା ମୃଗ ହେବ? ତେଣୁ ଠାସକ ମାରି ଅନେକ ମାନସିକତାରେ ଅନେକ କଥାକୁ ଗୋଟେ ବିଷୟ ବର୍ଣ୍ଣନା କରି ଆଜି ସଂସାରରେ ଆମେ ଦୁଃଖ ଆଉ ସୁଖକୁ ଭୋଗ କରୁଛୁ। ତେଣୁ ସବୁ ଆମେ ଆଉ ବେଶୀ ସମୟ କହିଲେ ପଡ଼ୁଆ ହେଇବ। ତେଣୁ ମୁଁ ଗୋଟେ ଦୃଶ୍ୟକୁ ମୁଁ ଭୁଲି ପାରେ ନା। ମୁଁ ଯାଉଛି ଲକ୍ଷ୍ମୀପୁର କୋରାପୁଟ, ଗଲାବେଳେ କ'ଣ ସେ ଟିକେ ମାନେ ଆମ ସମୟଟା ଟିକେ ଆଗୁଆ ହେଇଗଲା, ତାଙ୍କର ଯେଉଁ ପ୍ରୋଗ୍ରାମ ଦେଇଥିଲେ ସେ ଟିକେ ପଛୁଆ ହେଇଗଲା। ଆମେ କହିଲୁ ଏଇ ପାହାଡ଼ ତଳଟାରେ ଏଇଠି ଠିଆ ହେବା, ବସିବା, କଟିଯାଉ। ପୁଣି ଆମେ ଯାଇ ପହଞ୍ଚିଗଲେ ସେ ଗୋଡ଼ା ଗୋଡ଼ି ହେଇ ଆଇଲେ ସିଏ ଆଇଲେ, ଆମେ ଟିକେ କାଁ ହଇରାଣ କାହିଁ କରିବା। ସେଇ ଗାଡ଼ି ଭିତରେ ବସିକିରି ମୁଁ ସବୁଆଡ଼କୁ ଅନେଇଲି। ଗୋଟାଏ ଜାଗାରେ ମୁଁ ଦେଖିଲି ସେ ପାହାଡ଼ଟା, ଛୋଟ ପାହାଡ଼, ସେଠି ଆଉ କେହି ନାହିଁ। ମାନେ କେହି ବୋଲେ କେଉଁ ଗଛଟାଏ ନାହିଁ। ସେ ଘାସ ଗଛ ଫାସ ଗଛ କ'ଣ ଥିବ, ଗୋଟିଏ ବୃକ୍ଷ ସିଏ ଠିଆ ହେଇକିରି ଅଛି। ସେ ବୃକ୍ଷ, ସେ ଲେଖାଟା ବି କେଉଁଠି ଥିବ, ଏବେ ଆଉ ଖୋଜିଲେ ବି ମିଳିବ। ମୁଁ ସେ ବୃକ୍ଷ ପାଇଁ ଗୋଟେ ଲେଖିଥିଲି ଲେଖା ମଧ୍ୟ। ସେ ବୃକ୍ଷ ବି ଏକଲା ଠିଆ ହେଇକିରି ସିଏ ବି ଭାବୁଛି କାଲି ପରଦିନ କି ଏଇ 6 ମାସ ପୂର୍ବରୁ କି 4 ମାସ ପୂର୍ବରୁ ମୁଁ ଗୋଟେ ଘଞ୍ଚ ଜଙ୍ଗଲ ଭିତରେ ଥିଲି, କିନ୍ତୁ ଆଜି କିଏ କୁଆଡ଼େ କାହାକୁ କାଟି ବାଡ଼େଇ ନେଇକି ପଳେଇଲେଣି, ମୁଁ ଏକୁଟିଆ ଭାଇ। ସେ ମୋତେ ଏକୁଟିଆ ତାকে ଛାଡ଼ିକିରି ଗଲ କାହିଁକି? ମୁଁ ଏକୁଟିଆ ବର୍ତ୍ତମାନ କ'ଣ କରିବି? ତେଣୁ ଗଛ ତାର ଆତ୍ମକଥା ମଧ୍ୟ ତା ପାଟି ଫିଟୁନି ବୋଲି ସେ କହିପାରୁନି। ଜଣେ ଭାବୁକ ବ୍ୟକ୍ତି ପାଖରେ ଗଛ ମଧ୍ୟ କଥା କହେ। ତେଣୁ ଆମେ ଭାବୁ ଆମେ ବହୁତ କୁହାଳିଆ, ବହୁତ ଗପୁଡ଼ିଆ, ବହୁତ,
ତେଣୁ ଆମର ସେ ଗପ ଗଛ ଏସବୁ କଥା ଯାହା ଅଛି ଅଛି, କିନ୍ତୁ ବଳିଆର କଥା ହେଉଛି ବାସ୍ତବବାଦୀ ହୁଅ, ବାସ୍ତବବାଦୀ ହୁଅ, କର୍ମବାଦୀ ହୁଅ, ଗୁରୁ ପ୍ରେମୀ ହୁଅ, ଆଉ